ଆଜ୍ଞା ପରିଚୟ ଟିକେ ଦେଲେ। ସନ୍ଦୀପ କୁମାର ପ୍ରଧାନ, କପାସୀ। ଇଏ ହଉଛନ୍ତି ଗାଦି ବ୍ରହ୍ମ। ଏ ଗାଦି ବ୍ରହ୍ମ କେବେଠାରୁ ମାନେ ଏ କପାସୀରେ ସ୍ଥାପିତ ତାର ଆକଳନ ନାହିଁ, କେହି ବି କହିପାରିବେ ନାହିଁ। କାରଣ ଆମେ ଦେଖିଛୁ, ଆମ ବାପା ମାନେ ବି ଦେଖିଛନ୍ତି, ଆମ ଅଜା ମାନେ ବି ଦେଖିଛନ୍ତି, ସେମାନେ ସବୁ କହିଛନ୍ତି ଗାଦି ବହୁ ପୁରାତନ, କେବେ ଆଙ୍କର ସ୍ଥାପନା କେହି କହିପାରିବେ ନାହିଁ। କିନ୍ତୁ ଗାଁର ପରିସ୍ଥିତିକୁ ନେଇକରି ଗାଦି ବହୁ ଅବହେଳିତରେ ଥିଲେ। ବ୍ୟକ୍ତିଗତ ଭାବରେ ଲେଙ୍କା ଘର ଫ୍ୟାମିଲି, ଲେଙ୍କା ସାହି ୟାକୁ ସବୁ ଦେଖୁଥିଲେ, ଗାଁ ଲୋକ ଅଳ୍ପ କିଛି ସାହାଯ୍ୟ ସହଯୋଗ କରୁଥିଲେ, କିନ୍ତୁ ଲେଙ୍କା ସାହି ଫ୍ୟାମିଲି ସବୁ ଏଟାକୁ ଦେଖୁଥିଲେ। ବିଗତ ଦିନରୁ ଏଇଟା ଦେଖି ଦେଖି ଆସିବା ପରେ ଅବହେଳିତ ସମୟରେ ବିଧାୟକଙ୍କ ପାଣ୍ଠିରୁ ସହାୟକ ରାଶି ଆସିଲା, ଯାହାଫଳରେ ଗାଦି ବ୍ରହ୍ମ ପୁନରୁଦ୍ଧାର ହେଲେ। ବର୍ତ୍ତମାନ ଆପଣ ଦେଖୁଛନ୍ତି ବଡ଼ ଆଡମ୍ବରରେ ଏଟା କପାସୀରେ ଚାଲିଛି। ଆଉ ଆମେ ସମସ୍ତେ କପାସୀ ଗ୍ରାମବାସୀ ବୃନ୍ଦ ଏବଂ ଯୋଉମାନେ ବୁଝାବୁଝି କରୁଥିଲେ ଲେଙ୍କା ଘର ଫ୍ୟାମିଲି, ତାଙ୍କ ସାହି ଲୋକ, ତାଙ୍କ ସହାୟତାରେ ଆଗକୁ ଏ ଅନୁଷ୍ଠାନ ବଡ଼ ଆକାରରେ ଭଲ ରକମରେ ବଜାୟ ରହିବ। ଆଉ ଏ ଜାକଜକମ କପାସୀରେ ବଜାୟ ରହିବ ବୋଲି ଆମେ ଆଶା ବିଶ୍ୱାସ। ବିଧାୟକ ଆସିଥିଲେ, ବ୍ୟକ୍ତିଗତ ଭାବରେ ବହୁତ କିଛି ସହାୟକ ପାଇଁ ବି ଆଗକୁ କିଛି ରୋଷ ଘର ଆଉ ଯଜ୍ଞ ମଣ୍ଡପ ବହୁତ କିଛି ଆଗକୁ ପ୍ଲାନିଂ ଦେଇକି ଯାଇଛନ୍ତି। ଆଉ ଏଇ ରୂପେ ଏମିତି ଆମେ ଏଇ ଗାଦି ବ୍ରହ୍ମଙ୍କ କତିରେ ତାଙ୍କର ଆଶୀର୍ବାଦ, ଗାଦି ବ୍ରହ୍ମଙ୍କର ଭିକ୍ଷା କରୁଛୁ ଯେ ବିଧାୟକଙ୍କୁ ଏମିତି ଆଶୀର୍ବାଦ ଦିଅନ୍ତୁ, ସେ ଉତ୍ତରତର ଉପରୁ ଆଗକୁ ଯାଆନ୍ତୁ। ଆଉ ଏମିତି ସବୁ ଅଞ୍ଚଳ ପାଇଁ ଆନୁଷ୍ଠାନିକ କ୍ଷେତ୍ରରେ ହଉ, ସାଂସ୍କୃତିକ କ୍ଷେତ୍ରରେ ହଉ ସହାୟକ ରାଶି ସବୁବେଳେ ପାଇଁ ଦେଉଥାନ୍ତୁ। ଆଚ୍ଛା, ବିଧାୟକ ଆଜି ଆସିଥିଲେ, ଆପଣ ମଧ୍ୟ ଡକେଇଥିଲେ, ବିଧାୟକ ଆସିକି ଉଦ୍ଘାଟନ କଲେ, ତ ଆପଣ କେତେ ଖୁସି ଅଛନ୍ତି, କଣ କହିବେ? ଦେଖନ୍ତୁ, ବିଧାୟକ ହଉଛନ୍ତି ଏ ଗାଁର ପୁଅ। ଏଇ ଗାଁ, ଏଇ ମାଟି ପବନରୁ ଆମର ଏଇ ଗାଁରୁ ଏଠି ଯାଇଛନ୍ତି। କିନ୍ତୁ ବହୁତ ଖୁସି ଆଉ ଆନନ୍ଦର କଥା ହଉଛି ଏଇଆ ଯେ ବିଧାୟକ ଯେତେବେଳେ ତାଙ୍କର କ୍ୟାମ୍ପିଂରେ ସବୁବେଳେ ବୁଲୁଥିଲେ, ଦେଖିଥିଲେ କୋଉ ଜରାଜୀର୍ଣ୍ଣ ଅବସ୍ଥାରେ ଗାଦି ଗୋସାଇଁ ପଡ଼ିଥିଲେ ବୋଲି। କିନ୍ତୁ ତାଙ୍କର ଗାଦି ଗୋସାଇଁଙ୍କ ଆଶୀର୍ବାଦ ହେଲା, ବିଧାୟକ ନବନିର୍ବାଚିତ ହେଲେ। ଆଉ ତାପରେ ତାଙ୍କ ପାଣ୍ଠିରୁ ସହାୟକ ରାଶି ଆସିଲା। ଆଉ ସେଇ ଗାଦି ଗୋସାଇଁ ହସୁଛନ୍ତି। ଆମେ ବି ସେଇ ଗାଦି ଗୋସାଇଁଙ୍କ ପାଖରେ ଶପଥ କରିଛୁ ଯେ ବିଧାୟକ ମାନଙ୍କ ମୋର ଭବିଷ୍ୟତ କାମ, ଆମ ନିଆଳି ନିର୍ବାଚନ ମଣ୍ଡଳୀ ଯୋଉ ନବନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ଛବି ମଲ୍ଲିକ, ଆମ ପ୍ରିୟର ନେତା, ତାଙ୍କ ପାଇଁ ସବୁବେଳେ ଭିକ୍ଷା କରୁଛୁ ଆମେ ଏ ଗାଦି ଗୋସାଇଁଙ୍କ ପାଖରେ। ତାଙ୍କୁ ଆଶୀର୍ବାଦ ଦିଅନ୍ତୁ, ସେ ଆଗକୁ ତାଙ୍କର ଉଜ୍ଜଳ ଭବିଷ୍ୟତ ଏ ରାଜନୀତି ସ୍ତରରେ ଆଗକୁ ଆଗକୁ ଯାଉ। ଆଉ ଆମେ ତାଙ୍କରି ପାଖରେ ଏମିତି ଏ ଅଞ୍ଚଳର ସବୁ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସଂକଳ୍ପବଦ୍ଧ ହୋଇ ରହିବୁ। ବିଧାୟକ ଆସିଥିଲେ, ଆପଣ କେତେ ଖୁସି ଅଛନ୍ତି? ସେ ଆନନ୍ଦତା କହି ହବ ନାହିଁ। କାହିଁକି ନା ଗାଁର ପୁଅ ଯେତେବେଳେ ରାଜ୍ୟ ସ୍ତରରେ ଯାଇ ରାଜନୀତି କରୁଛନ୍ତି, ସବୁ ସ୍ୱରକୁ ନେଇ ସେ ସବୁଠି ଉଠଉଛନ୍ତି, ସେଟା ତ ବ୍ୟକ୍ତିଗତ ରାଜନୀତି କଥା ପଳେଇଲା। କିନ୍ତୁ ସାଂସ୍କୃତିକ କ୍ଷେତ୍ରରେ, ଯୋଉ ଆଧ୍ୟାତ୍ମିକ ଲାଇନରେ ତାଙ୍କର ଯୋଉ ବାର୍ତ୍ତା, ନିଆଳି ନିର୍ବାଚନ ମଣ୍ଡଳୀ ଯୋଉ ବାର୍ତ୍ତା, ଭାଇଚାରାର ବାର୍ତ୍ତା, ମୁଁ ଆଧ୍ୟାତ୍ମିକ ବାତାବରଣ କରିଦେବି ନିଆଳି ନିର୍ବାଚନ ମଣ୍ଡଳୀ, ଏଇ ବାର୍ତ୍ତା କୌଣସି 147ଟା ବିଧାୟକ ଭିତରେ କୌଣସି ଆପଣ ପାଇବେ ନାହିଁ, କୌଣସି ବିଧାୟକ ଭିତରେ ଏମିତି ସଂକଳ୍ପ। ବାର୍ତ୍ତା କଣ ଦେବେ? ଆପଣଙ୍କ ଆଜି ବିଶ୍ଵ ଯଜ୍ଞ ଯୋଉ ହେଇଥିଲା, ବାର୍ତ୍ତା କଣ ରଖିବେ? ବାର୍ତ୍ତା ହଉଛି ଏହା, ପ୍ରଭୁ ଗାଦି ଗୋସାଇଁ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ, ସମସ୍ତଙ୍କୁ ସୁସ୍ଥ ଜୀବନ ଯାପନ ହଉ, ସମସ୍ତଙ୍କୁ ସମସ୍ତେ ସୁସ୍ଥ ରୁହନ୍ତୁ। ମୁଁ ଏତିକି କାମନା କରିବି, ବିଶ୍ୱରେ ସମସ୍ତଙ୍କର ମଙ୍ଗଳ ହେଉ। ଆଉ ବିଶ୍ୱର ମଙ୍ଗଳ ହେବା ସହିତ ସମସ୍ତଙ୍କ ମାନସିକ ଚିନ୍ତାଧାରା ବି ଉନ୍ନତି ହେଉ, ଆଉ ସମସ୍ତେ ଭଲରେ ରୁହନ୍ତୁ। ଏତିକି ମୋର ପ୍ରଭୁ ଗୋସାଇଁଙ୍କ ପ୍ରାର୍ଥନା।